ସୁକିନ୍ଦା ହନୁମାନ ଛକରୁ ବେଆଇନ ଗୋରୁ ବୋଝେଇ ଟ୍ରକ୍ ଜବତ ଘଟଣାରେ ଡ୍ରାଇଭର ଗିରଫ। ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ହନୁମାନ ଛକ ପାଖ 53 ନମ୍ବର ଜାତୀୟ ରାଜପଥରୁ ଏକ ଗୋରୁ ବୋଝେଇ 14 ଚକିଆ ଟ୍ରକ୍ ଜବତ ଘଟଣାରେ ସୁକିନ୍ଦା ପୋଲିସ ଦ୍ୱାରା ଡ୍ରାଇଭର ଗିରଫ। ସୂଚନା ମୁତାବକ ମଙ୍ଗଳବାର ସକାଳୁ ଯାଜପୁର ଜିଲ୍ଲା ସୁକିନ୍ଦା, କୋଶାଳା ଏବଂ ବଜରଙ୍ଗଦଳ କାର୍ଯ୍ୟକର୍ତ୍ତାଙ୍କ ମିଳିତ ଉଦ୍ୟମରେ ସୁକିନ୍ଦା ହନୁମାନ ଛକ ନିକଟ 53 ନମ୍ବର ଜାତୀୟ ରାଜପଥରୁ ବେଆଇନ ଭାବେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରି ସୁକିନ୍ଦା ପୋଲିସରେ ଜିମା ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା। ଏନେଇ ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରି ସାକ୍ଷ୍ୟ ପ୍ରମାଣ ଆଧାରରେ ବେଆଇନ ଗୋଚାଳନାରେ ସମ୍ପୃକ୍ତ ଭଦ୍ରକ ଅଞ୍ଚଳର ଡ୍ରାଇଭର ଅହମଦକୁ ଗିରଫ କରି ବୁଧବାର ଅପରାହ୍ନ 2ଟା 30 ମିନିଟ୍ ସମୟରେ କୋର୍ଟ ଚାଲାଣ କରିଛି।